ଦାଦିମା ନୀଲମକୁ କହିବେ, ତୋର କିଛି ହେଇନି ତ? ତୁ ଠିକ୍ ଅଛୁ ତ? ତାପରେ ନୀଲମ କହିବେ, ଭଲ ହେଇଛି, ଆପଣ ସେଠି ଶୋଇନାହାନ୍ତି, ନହେଲେ ସେ କଙ୍କଡ଼ା ବିଛା ଆପଣଙ୍କୁ କାମୁଡ଼ି ଦେଇଥାନ୍ତା। ତାପରେ ଆନନ୍ଦ କହିବେ, ଆରେ ଇଏ କେମିତି ସମ୍ଭବ? ଏତେ ବଡ଼ କଙ୍କଡ଼ା ବିଛା ଘର ଭିତରକୁ ଆସିଲା କେମିତି? ତାପରେ ମାୟା ନୀଲମକୁ କହିବେ, ନୀଲମ, ତୋର କିଛି ହେଇନି ତ? କଙ୍କଡ଼ା ବିଛା ତୋତେ କାମୁଡ଼ିନି ତ? ତାପରେ ଆନନ୍ଦ କହିବେ, ରକ୍ଷା ଅଛି ମାୟା, ଏ କଙ୍କଡ଼ା ବିଛା ଯଦି ନୀଲମକୁ ନହେଲେ ପିଇସୀ ମାଙ୍କୁ କାମୁଡ଼ିଥାନ୍ତା ତାହେଲେ ସେମାନଙ୍କର ଅବସ୍ଥା କ'ଣ ହେଇଥାନ୍ତା ତମେ ବୁଝିପାରୁଛ ତ? ତାପରେ ମାୟା କହିବେ, ଆନନ୍ଦ ପ୍ଲିଜ୍ କୁଲ୍ ଡାଉନ୍। ତାପରେ ଗୌରବ କହିବେ, କିନ୍ତୁ ଆଜି ପର୍ଯ୍ୟନ୍ତ ଏ ଘରକୁ କଙ୍କଡ଼ା ବିଛା ତ ଦୂରର କଥା, ପିମ୍ପୁଡ଼ିଟିଏ ବି ଆସିପାରୁନଥିଲା। ହଠାତ୍ ଏତେ ବଡ଼ ବିଷାକ୍ତ କଙ୍କଡ଼ା ବିଛା ଆସିଲା କୋଉଠୁ? ଆଉ କାହାର ନଜରରେ ନ ପଡ଼ି ସିଧା ରୁମ୍ରେ ଆସି ହାଜର। ତାପରେ ପଲ୍ଲବୀ ଆନନ୍ଦକୁ କହିବେ, ବାବା, ମୁଁ ଭାବୁଛି ଆମେ ନୀଲମ ଦିଙ୍କୁ ଟିକେ ତଳକୁ ନେଇଯିବା, କାରଣ ସେ ବହୁତ ଜୋରରେ ଡରି ଯାଇଛନ୍ତି, ଆଉ ତାଙ୍କୁ ନର୍ମାଲ ହେବା ପାଇଁ କିଛି ସମୟ ରେଷ୍ଟ ନେବା ନିହାତି ଦରକାର। ତାପରେ ଆନନ୍ଦ କହିବେ, ଠିକ୍ ଅଛି, ଆମେ ସମସ୍ତେ ତଳକୁ ଯିବା। ଏମିତି କହି ଆନନ୍ଦ ମାୟାକୁ କହିବେ, ମାୟା, ତୁମେ ନୀଲମକୁ ଧରିକି ତଳକୁ ଆସ। ତାପରେ ସମସ୍ତେ ଚାଲିଯିବେ। ତାପରେ ପଲ୍ଲବୀ ରୁବିକୁ କହିବେ, ରୁବି ମାଉସୀ, ଏ ଜାର୍ ମୋତେ ସେଠୁ ସୋଫାରୁ ତଳୁ ମିଳିଲା, ଯୋଉଠି ଆପଣ ଶୋଇଥିଲେ। ସେଇଥିପାଇଁ ମୁଁ ତ ଆପଣଙ୍କୁ ଏ କଥା ପଚାରିବାକୁ ଆସିଛି ଯେ ଏ ଜାର୍ ଆପଣଙ୍କୁ କୋଉଠି ମିଳିଲା? ଇଏ ଆପଣଙ୍କର ଚାଲ୍ ନା? ଆଉ ଏ କଙ୍କଡ଼ା ବିଛା ବି? ତାପରେ ରୁବି କହିବେ, ମୋର କାହିଁ ନାହିଁ ତ? ତାପରେ ପଲ୍ଲବୀ କହିବେ, ଆପଣ କ'ଣ ଭାବୁଛନ୍ତି ରୁବି ମାଉସୀ? ମୁଁ କ୍ଷୀରଖିଆ ଛୋଟିଆ ଛୁଆ ନା ପାଗଳଖାନାରୁ ଖସି ଆସିଛି, ଯୋଉଥିପାଇଁ ମୁଁ ଏସବୁ ବିଷୟରେ କିଛି ବି ଜାଣିପାରିବିନି? ଏ କଥା ମୁଁ ଆରମ୍ଭରୁ ଜାଣିଥିଲି। ଆପଣ କଙ୍କଡ଼ା ବିଛା ମଗେଇ ଦାଦିମାଙ୍କର ଅନିଷ୍ଟ କରିବା ପାଇଁ ପ୍ଲାନ୍ ବି କରିଥିଲେ। ମୋତେ ନିମ୍କି ସବୁ କଥା କହିଛି। ତାପରେ ରୁବି କହିବେ, ଇଏ ମିଛ, ନିମ୍କି ତୋତେ ମିଛ କହିଛି ପଲ୍ଲବୀ, ତୁ ନିମ୍କି କଥାକୁ ବିଶ୍ୱାସ କରୁଛୁ? ତାପରେ ପଲ୍ଲବୀ କହିବେ, କିଏ ମିଛ କହୁଛି ଆଉ କିଏ ସତ କହୁଛି ସେ କଥା ଏ କଙ୍କଡ଼ା ବିଛା ପ୍ରମାଣ କରିଦେଇଛି। ରୁବି ମାଉସୀ, ଆପଣ ଦାଦିମାଙ୍କର ଅନିଷ୍ଟ କରିବାକୁ ଚିନ୍ତା କରୁଛନ୍ତି, ସେ କଥା ମୁଁ ଆରମ୍ଭରୁ ଜାଣିଥିଲି। ସେଇଥିପାଇଁ କାଲି ରାତିରେ ମୁଁ ଦାଦିମାଙ୍କୁ ଗେଷ୍ଟ ରୁମ୍କୁ ସିଫ୍ଟ କରେଇ ଦେଇଥିଲି। ଆପଣ ଏ ଘରେ ଛୋଟ ମୋଟ ଷଡ଼ଯନ୍ତ୍ର ଚଲେଇଛନ୍ତି, ଏ କଥା ମୁଁ ଜାଣେ, କିନ୍ତୁ ଆପଣ ଏତେ ତଳକୁ ଖସିଗଲେ ଯେ ଦାଦିମାଙ୍କ ଭଳି ଜଣେ ବୁଢ଼ୀ ଲୋକ ପ୍ରତି ଆପଣ ଏଭଳି ହରକତ କଲେ, ଏ କଥା ମୁଁ କେବେ ଚିନ୍ତା କରିନଥିଲି। ରୁବି ମାଉସୀ, ଯେ ପର ପାଇଁ ଗାତ ଖୋଦେ ନା, ସେ ଗାତରେ ସେ ନିଜେ ପଡ଼େ। ଆପଣ ଦାଦିମାଙ୍କର ଅନିଷ୍ଟ ଚିନ୍ତା କରୁଥିଲେ, କିନ୍ତୁ ସେଥିରେ ଆପଣଙ୍କ ଝିଅ ନୀଲମଦି ଫସିଗଲେ। ତାଙ୍କ ଭାଗ୍ୟ ଭଲ ଯେ କଙ୍କଡ଼ା ବିଛା ତାଙ୍କୁ କାମୁଡ଼ିନି। ଥରେ ଭାବନ୍ତୁ ରୁବି ମାଉସୀ, ଆପଣଙ୍କ ନିଜ ଝିଅ ଆପଣଙ୍କଠୁ ଅଧିକ ଦାଦିମାଙ୍କର ପାଖରେ ନିଜକୁ ସୁରକ୍ଷିତ ମନେ କରୁଛନ୍ତି। କାଲି ସେ ସମସ୍ତଙ୍କ ସାମ୍ନାରେ ଶୁଣେଇ ଦେଇଥିଲେ ଯେ ଆପଣ ତାଙ୍କର ମା ନୁହନ୍ତି, ଖାଲି ଜନ୍ମ କରିଦେଲେ। କିଏ ମା ହେଇଯାଏନି ରୁବି ମାଉସୀ, ମା ହେବା ପାଇଁ କଠୋର ତପସ୍ୟା କରିବାକୁ ପଡ଼େ, ଆଉ ଯାହାର ଯୋଗ୍ୟତା ଆପଣଙ୍କ ପାଖରେ ନାହିଁ। ଆଜି ମୁଁ ଆପଣଙ୍କର ଦ୍ୱିତୀୟ ଭୁଲ ଧରିଲି ରୁବି ମାଉସୀ। ପ୍ରଥମେ ଆପଣ ଷଡ଼ଯନ୍ତ୍ର କରି ଭାଇଙ୍କୁ ଜେଲ୍ ପଠେଇଲେ, ଆଉ ଇଏ ହେଉଛି ଆପଣଙ୍କର ଦ୍ୱିତୀୟ ଭୁଲ। ଆଉ ଏ କଥା ମୁଁ ଦାଦା, ବାବା, ସାନମା, ମାମା, ଆଦର୍ଶ କାହାକୁ ବି କହିନି। ତେଣୁ 3 ଥର ଧରମ ଛାଡ଼। ତୃତୀୟ ବାର ଆଉ ଏଭଳି ଭୁଲ କରିବା ପାଇଁ କେବେ ବି ଚେଷ୍ଟା କରିବେନି। ତାପରେ ବି ଆପଣ ଯଦି ମୋ କଥା ନ ମାନି ତୃତୀୟ ବାର ଭୁଲ କରନ୍ତି, ତାହେଲେ ଏ ଘରେ ହେବ ଆପଣଙ୍କର ଶେଷ ଦିନ। ସେଦିନ ଆପଣଙ୍କୁ ଏଠି ଆଉ କେହି ବି ରକ୍ଷା କରିପାରିବେନି। ଏମିତି କହି ପଲ୍ଲବୀ ଚାଲିଯିବେ। ତାପରେ ରୁବି କହିବେ, ତୋ ପାଇଁ ଆଜି ପୁଣି ଥରେ ମୋର ଗୋଟେ ପ୍ଲାନ୍ ଫେଲ୍ ମାରିଗଲା ପଲ୍ଲବୀ। ଆରେ ତୁ ମୋତେ କ'ଣ ଏ ଘରୁ ବାହାର କରିବୁ? ତା ଆଗରୁ ଏ ଘରେ ମୁଁ ତୋତେ ବାହାର କରିଦେବି, ବର୍ବାଦ କରିଦେବି ପଲ୍ଲବୀ। ସବୁଦିନ ପାଇଁ ବର୍ବାଦ କରିଦେବି। ତାପରେ ମମତା ରୁମ୍ରେ ନୀଲମକୁ ସଜେଇ ଦଉଥିବେ ଆଉ କହିବେ, ବାସ୍ ହେଇଗଲା, ଏବେ ଉଠ। ତାପରେ ଦାଦିମା ଆସିବେ ଆଉ ନୀଲମକୁ କହିବେ, ଆଜି ମୋ ନାତୁଣୀ ପୁରା ପରୀ ଭଳିଆ ଦେଖାଯାଉଛି, କାହାର ନଜର ଯେମିତି ନ ଲାଗୁ। ତାପରେ ନୀଲମ କହିବେ, ଦାଦିମା,
ଏସବୁ ମମତା ଆଣ୍ଟିଙ୍କ ପାଇଁ ହେଇଛି। ସିଏ ହିଁ ମୋତେ ଏତେ ସୁନ୍ଦର କରି ସଜେଇ ଦେଇଛନ୍ତି। ତାପରେ ମମତା ନୀଲମକୁ କହିବେ, ନୀଲମ, ସୁନ୍ଦରତା ପ୍ରତି ମଣିଷ ଭିତରେ ଥାଏ, କିନ୍ତୁ ଲୋକେ ସେ କଥାକୁ ବୁଝି ପାରୁନାହାନ୍ତି। ତାପରେ ନୀଲମ କହିବେ, ଆଣ୍ଟି, ଆପଣଙ୍କ ପାଖରେ ଯେଉଁ ମ୍ୟାଚୁରିଟି ଅଛି ନା, ସେତିକି ଯଦି ମୋ ମାମାଙ୍କ ପାଖରେ ଥାନ୍ତା ତାହେଲେ ସେ ମୋତେ ନିଶ୍ଚୟ ବୁଝିପାରିଥାନ୍ତି। କିନ୍ତୁ ନାଇଁ, ସିଏ ତ ଓଲଟି ମୋ ହଜବେଣ୍ଡଙ୍କ ନାଁ କହି ମୋତେ ଧମକ ଏମିତି କହି ନୀଲମ ଚୁପ୍ ହେଇଯିବେ। ତାପରେ ଦାଦିମା କହିବେ, ତୋ ପତି ନାଁ କହି କରି କ'ଣ କହିଥିଲୁ? ତା ନାଁ ନେଇକି ସେ ତୋତେ ଧମକଉଥିଲା। ତାପରେ ମମତା କହିବେ, କିନ୍ତୁ କାହିଁକି? ତାପରେ ନୀଲମ କହିବେ, ନାଇଁ ଆଣ୍ଟି, ସେ କିଛି ନାହିଁ। ତାପରେ ଦାଦିମା କହିବେ, ଆଚ୍ଛା, ବୁଝିପାରିଲି। ସେଇଥିପାଇଁ ମା ଉପରେ ରାଗିକି କାହାକୁ ନ ଜଣେଇ ତୁ ବାହାରକୁ ଯାଉଥିଲୁ, ନାଇଁ? ତାପରେ ନୀଲମ କହିବେ, ହଁ, କିନ୍ତୁ ମୁଁ ମୋ ଭୁଲ ବୁଝି ସାରିଛି ଦାଦିମା। ଯଦି ସଞ୍ଜୀବ ଠିକ୍ ସମୟରେ ନ ପହଞ୍ଚିଥାନ୍ତେ ତାହେଲେ ତ ଦାଦିମା, ସଞ୍ଜୀବ ବହୁତ ଭଲ ପିଲା। ତାମାନେ ସିଏ ବହୁତ ଭଲ ମଣିଷ। ସିଏ ମୋତେ ଯେଉଁ ହେଲ୍ପ କରିଛନ୍ତି, ମୁଁ ସେଇଥିପାଇଁ ତାଙ୍କୁ ଥ୍ୟାଙ୍କ ୟୁ କହିବାକୁ ଚାହୁଁଛି। ତାପରେ ଦାଦିମା କହିବେ, ହଁ, ଏଥିରେ ବଡ଼ କଥା କ'ଣ ଅଛି? ଆମେ ଯାହାଠୁ ଉପକାର ପାଇଲେ ତାକୁ ଧନ୍ୟବାଦ ଜଣେଇବା ହେଉଛି ମଣିଷପଣିଆ। ଶୁଣୁ, ମୁଁ ଆଉ ପଲ୍ଲବୀ ତୋତେ ରୋଷେଇ ଶିଖେଇଥିଲୁ ନା? ତାହେଲେ ତୁ ଗୋଟେ କାମ କର, ଆଜି ତା ପାଇଁ ବେଶ ଭଲ ମିଠା ତିଆରି କରିକି ନେଇକି ଯା, ତାକୁ ଖୁଆଇବୁ। ଚାଲ ମୋ ସାଙ୍ଗରେ, ଚାଲ। ଏମିତି କହି 2 ଜଣ ଚାଲିଯିବେ। ତାପରେ ପଲ୍ଲବୀ ମମତାକୁ କହିବେ, ଏସବୁ ଯାହା ବି ହେଉଛି କିଛି ଠିକ୍ ହଉନି ସାନମା। ନୀଲମ ଦିଙ୍କୁ ସଞ୍ଜୀବଙ୍କ ପାଇଁ ମିଠା ତିଆରି କରିବାକୁ କହି ଦାଦିମା କିଛି ବି ଠିକ୍ କଲେନି। ତାପରେ ମମତା କହିବେ, କିନ୍ତୁ କାହିଁକି? ତାପରେ ପଲ୍ଲବୀ କହିବେ, କାହିଁକି ନା ନୀଲମ ଦିଙ୍କର ପ୍ରକୃତ ଉଦ୍ଦେଶ୍ୟ କ'ଣ ସେ କଥା ଦାଦିମା ବୁଝି ନାହାନ୍ତି। ତାପରେ ମମତା କହିବେ, ପ୍ରକୃତ ଉଦ୍ଦେଶ୍ୟ? ଇଏ ତୁ କ'ଣ କହୁଛୁ ପଲ୍ଲବୀ? ତାପରେ ପଲ୍ଲବୀ କହିବେ, ହଁ ସାନମା, ନୀଲମ ଦିଙ୍କ ଆଖିରେ ସଞ୍ଜୀବଙ୍କ ପାଇଁ ମୁଁ ଯାହା ଦେଖିଛି, ହୁଏତ ସେ କଥା ଆଉ କେହି ବି ବୁଝିପାରୁନାହାନ୍ତି। ତାପରେ ମମତା କହିବେ, କ'ଣ ଦେଖିଛୁ ତୁ? ତାପରେ ପଲ୍ଲବୀ କହିବେ, ନୀଲମ ଦିଙ୍କ ଆଖିରେ ସଞ୍ଜୀବଙ୍କ ପାଇଁ ମୁଁ ପ୍ରେମ ଦେଖି ସାରିଛି ସାନମା। ନୀଲମ ଦି ମନେ ମନେ ସଞ୍ଜୀବକୁ ପ୍ରେମ ଆରମ୍ଭ କରିସାରିଲେଣି। ତାପରେ ମମତା କହିବେ, ଇଏ ତୁ କ'ଣ କହୁଛୁ ପଲ୍ଲବୀ? ଏମିତି ହେଲେ ତ ବହୁତ ଗଡ଼ବଡ଼ ହେଇଯିବ। ଏବେ ଏବେ ନୀଲମ ତା ହଜବେଣ୍ଡ କଥା କହି ଅଟକିଗଲା। ଆଉ ପିଇସୀମା ପଚାରିବାରୁ ସେ କଥାଟା ବୁଲେଇ ଦେଲା। ତାପରେ ପଲ୍ଲବୀ କହିବେ, ଆମକୁ ଏସବୁକୁ ଅଟକେଇବାକୁ ପଡ଼ିବ ସାନମା, ନହେଲେ ଆଗକୁ ବହୁତ ବଡ଼ ଅନର୍ଥ ହେଇଯିବ। ତାପରେ ମମତା କହିବେ, ମୋତେ ତ ବହୁତ ଗଡ଼ବଡ଼ ଲାଗୁଛି ପଲ୍ଲବୀ। ଦେଖ, ଆଜି ଯାହା ନ ହବା କଥା ହେଲା। ନୀଲମ ବେଡରୁମରେ ଏତେ ବଡ଼ କଙ୍କଡ଼ା ବିଛା। ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଏତେ ବଡ଼ କଙ୍କଡ଼ା ବିଛା ସେଠିକି ଆସିଲା କେମିତି?